ମୋ ନାଁ ଶଙ୍କର ପ୍ରସାଦ ପ୍ରଧାନ, ଡାକନା ହେଉଛି ରାଣା ପ୍ରଧାନ। ମୁଁ ପାଟନାଗଡ଼ କୋର୍ଟରେ ଆଡ଼ଭୋକେସି କରୁଛି। ସାର୍ ଗୋଟେ ଆଜି ଏସସି ଖ୍ରୀଷ୍ଟିଆନ ଏସସିର ସବୁ ଲାଭ ନେଉଥିଲେ, ଗୋଟେ ଆଜି ଜଜମେଣ୍ଟ ହେଇଛି, କାଣା କହିବେ ସାର୍? ପାଟନାଗଡ଼ ନିକଟସ୍ଥ ଉଲବା ଗାଁରେ ଜଣେ ମିନକତନ କୁମ୍ଭାର, ପିତା ହେଉଛି ଲବଣୀ କୁମ୍ଭାର। ସେ ଆକ୍ଚୁଆଲି ଜାତିରେ ହେଉଛି ଖ୍ରୀଷ୍ଟିଆନ, କିନ୍ତୁ ସେ ଏସସି ମାନେ ଓଡ଼ିଶା ସରକାରଙ୍କୁ ଭୁଲ ତଥ୍ୟ ଦେଇକରି ସେ ଏସସି ସାର୍ଟିଫିକେଟ୍ ବାହାର କରିକିରି ସେ ଓଡ଼ିଶାର ବିଭିନ୍ନ ସୁବିଧା ସୁଯୋଗ ସବୁ ଆଡ଼ଭାଣ୍ଟେଜ୍ ସବୁ ନେଉଛନ୍। ଆଉ ତାର୍ ସାଙ୍ଗେ ସାଙ୍ଗେ ସେ କାଣା କରିଛନ୍ କେ ତାଙ୍କର ପୁଅ ଝିଅମାନେ ବି ମାନେ ଓଡ଼ିଶାର ଉଚ୍ଚପଦସ୍ଥ ଓଡ଼ିଶା ସରକାରଙ୍କ ଉଚ୍ଚପଦସ୍ଥ ଅଫିସର ଭାବରେ ଅଛନ୍। ଜଣେ ଝିଅ ତ ପୋଲିସର ପଦସ୍ଥ ଅଫିସର ଅଛନ୍, ଆଉ ଗୋଟେ ଝିଅ ଓଏସ୍ ବି ପାଇଛନ୍, ଆଉ ଜଣେ ବ୍ୟାଙ୍କ ବି ଅଛନ୍। ତ ଇ ଏସସି ସାର୍ଟିଫିକେଟ୍ ମାନେ ସେମାନେ ସୁବିଧା ଯେତେବେଳେ ପାଉଛନ୍ ସରକାର ସେତିକିବେଳେ ଏସସି ହେଉଛନ୍, ବାକି ଟାଇମ୍ରେ ସେମାନେ ମାନେ ଖ୍ରୀଷ୍ଟିଆନ ହେଉଛନ୍। ଆଉ ତାଙ୍କର ଡକୁମେଣ୍ଟ ସବୁ ଆପଣ ଯଦି ଦେଖିବେ ତାହେଲେ ଯେ ତାଙ୍କର ଜାତି ହେଉଛି ଖ୍ରୀଷ୍ଟିଆନ। ତାଙ୍କର ବାପା ଲବଣୀ କୁମାର, ତାଙ୍କର ଜାତି ହେଉଛି ଖ୍ରୀଷ୍ଟିଆନ। ସେମାନେ 76ରେ ବି ଥିଲେ ଖ୍ରୀଷ୍ଟିଆନ ଏବଂ ଇଏ 36 ସେଟଲମେଣ୍ଟ ଯେତେବେଳେ ପାଟନା ଷ୍ଟେଟ୍ ସେଟଲମେଣ୍ଟ ଥିଲା ସେତିକିବେଳେ 1936ରେ ବି ସେମାନେ ଇଏ ଥିଲେ ଖ୍ରୀଷ୍ଟିଆନ ଥିଲେ। ଆଉ 17 ବର୍ଷ ତଳେ ଗୋଟେ ସୁଟ୍ ଫାଇଲ୍ କରିଥିଲେ ଯେ ଯେତେବେଳେ ତାଙ୍କୁ ମାନେ ଲୋକ କହିଲେ ଯେ ଇଏ ହେଉଛି ଜାତିରେ ହେଉଛି ଖ୍ରୀଷ୍ଟିଆନ, କିନ୍ତୁ ଗଣ୍ଡାର ସବୁ ସୁବିଧା ସୁଯୋଗ ନେଉଛନ୍। ତ ସେତେବେଳେ ସେ ମାନେ ଗୋଟେ ସେ ଆମର ପାଟନାଗଡ଼ ସିଭିଲ୍ କୋର୍ଟ ଜୁନିୟର ଡିଭିଜନରେ ସେ ଗୋଟେ କେସ୍ ଫାଇଲ୍ କରିଥିଲେ, ଯାହାର କେସ୍ ନମ୍ବର ହେଉଛି 9/2007, ଯେଉଁଥିରେ କି ଆମର ମାନ୍ୟବର ସିଭିଲ୍ ଜଜ୍ ସିନିୟର ଡିଭିଜନ ସେ ସିଭିଲ୍ ଜଜ୍ ଜୁନିୟର ଡିଭିଜନ ସେ କେସ୍କୁ ଫଇସଲା କଲେ ଏବଂ ସେ ଖ୍ରୀଷ୍ଟିଆନ ହେଇଥିବାରୁ ତାକୁ ଏସସି ଏସଟି ଡିକ୍ଲେୟାର ନାଇଁ କରି ସେନ୍ତା ସେ ଯେତେବେଳେ ସେଥିରେ ସେ ହାରିଗଲେ, ତାପରେ ସେ ଅପିଲ୍ କଲେ ଆମର ମାନ୍ୟବର ଏଡ଼ିସନାଲ ଡିଷ୍ଟ୍ରିକ୍ଟ ଜଜ୍ ପାଖରେ ଅପିଲ୍ କଲେ, ଯାହାର RFA ନମ୍ବର 52/97/2012 ଏବଂ 13। ସେଥିରେ ମଧ୍ୟ ଆମର ମାନ୍ୟବର ବିଚାରପତି ଏଡ଼ିସନାଲ ଡିଷ୍ଟ୍ରିକ୍ଟ ଜଜ୍ ଶ୍ରୀମତୀ ସୋନାଲି ପଟ୍ଟନାୟକ ସମସ୍ତ ସାକ୍ଷ୍ୟ ଏବଂ ସମସ୍ତ ଡକୁମେଣ୍ଟସକୁ ଆଧାର କରିକି ସେ ଜଜମେଣ୍ଟ ଦେଇଥିଲେ ଏବଂ ଜଜମେଣ୍ଟରେ ସେ ତାଙ୍କର ଯେଉଁ ଜାତିକୁ ଖ୍ରୀଷ୍ଟିଆନ ଜାତିକୁ ଗଣ୍ଡା ଯେଉଁ କରିବା ବୋଲି କହୁଛନ୍ତି ସେଇଟାକୁ ସେ ଖାରଜ କଲେ। ସେଇଟା ଲାଲମନ କୁମ୍ଭାର କେସ୍ କରିଥିଲେ ଏବଂ ତାଙ୍କର ପରିବାର ଲୋକ କେସ୍ କରିଥିଲେ ଉଲବାର। ଆଉ ଗୋଟେ କଥା, ଏମିତି ଯଦି ଲୋକ ଯଦି ଖ୍ରୀଷ୍ଟିଆନ ହେଇକରି ଯେତେବେଳେ ସୁବିଧା ପାଇବାର ଲାଗି ସେମାନେ ଯେତେବେଳେ ଗଣ୍ଡା ହେଉଛନ୍ ଆଉ ଭୁଲ ତଥ୍ୟ ଦେଇକରି ସେମାନେ ସାର୍ଟିଫିକେଟ୍ ପାଉଛନ୍ ତହସିଲ ଅଫିସରୁ, ସେଗୁଡ଼ାକ ହେବା ଦ୍ୱାରା ବହୁତ ଲୋକ ଏସସି ଏସଟି ଲୋକମାନେ ବଞ୍ଚିତ ହେଉଛନ୍। ସେଥିର୍ଲାଗି ତାର ଉପରେ ଭଲ କରି ତଦନ୍ତ କରାହେଇକରି ମାନେ ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲିକରି ମୋର ଆଶା। ଏବଂ ଏ ଯେଉଁ ଲାଲମନ କୁମ୍ଭାର ଏ ମିନକତନ କୁମ୍ଭାରର ତାର ସାର୍ଟିଫିକେଟ୍ ବି ମଧ୍ୟ ଆମ ପାଟନାଗଡ଼ ତହସିଲଦାର ଖାରଜ କରିଛନ୍ତି।